ପିଲାମାନେ ଏଇ ଯୋଉ ତମର କରେଣ୍ଟ ଆଫେୟାର ତମେମାନେ ଜାଣିଥିବ ଯେ ବର୍ତ୍ତମାନ ସମୟରେ ଯୋଉମାନେ ବି ଆରଆଇ, ଏଆରଆଇ, ଅମିନ ଏକ୍ସାମ ଦଉଛ ତମେମାନେ ଗୋଟେ କଥା ଜାଣି ରଖିବା ଦରକାର ଯେ ତମର କରେଣ୍ଟ ଆଫେୟାର ରୁ ବର୍ତ୍ତମାନ ସମୟରେ ବହୁତ ସାରା କ୍ୱେଶ୍ଚନ ଆସୁଛି। ତେଣୁ ତମମାନଙ୍କୁ କରେଣ୍ଟ ଆଫେୟାର ଗୁଡ଼ିକ ଉପରେ ଅଧିକ ଫୋକସ୍ କରିବା ପାଇଁ ପଡିବ। ଆଜି ତମମାନଙ୍କୁ ଯୋଉ 2025 ରେ ଯେତିକି ତମର ଇମ୍ପୋର୍ଟାଣ୍ଟ ଆପଏଣ୍ଟମେଣ୍ଟ ଗୁଡ଼ିକ ରହିଛି ତାକୁ ଆଜି ଆମେ କଭର କରିବା। ଯୋଉମାନଙ୍କର ଏଇ ନୋଟ ଦରକାର ସେମାନେ ଆମ ଟେଲିଗ୍ରାମ ଗ୍ରୁପରେ ପିଲାମାନେ ତୁମେ ପାଇଯିବ। କିନ୍ତୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ପିଲାମାନେ ମୁଁ ତୁମମାନଙ୍କୁ କହିବା ପାଇଁ ଚାହୁଁଛି ପଞ୍ଚାୟତ ବେଚ୍ ଯୋଉଟାକି ଆମର ହଉଛି ଓଡିଶା ହାଇସ୍କୁଲରେ ବା ତମର ସରି ଓଡିଶା ହାଇସ୍କୁଲରେ ତୁମର ଯୋଉ ରହିଛି ବେଚ୍ ଯୋଉଟାକି ଆମର ବର୍ତ୍ତମାନ ସମୟରେ ଷ୍ଟାର୍ଟ ହେଇଯାଇଛି ଯୋଉଟା ହଉଛି ବିଦ୍ୟା ମନ୍ଦିର ବେଚ୍। ଯୋଉମାନେ ବି ଏଇ ବିଦ୍ୟା ମନ୍ଦିର ବେଚ୍ ରେ ଏନରୋଲ କରିବା ପାଇଁ ଚାହୁଁଛ ପିଲାମାନେ ତମମାନଙ୍କ ପାଇଁ ଏକ ବହୁତ ଭଲ ସୁଯୋଗ। ଆମର ନୂଆ ବେଚ୍ 15 ତାରିଖ ପାଖରୁ ଷ୍ଟାର୍ଟ ହେଇଛି। ଯୋଉମାନେ ବି ଏନରୋଲ କରିବ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥୀକୁ ତମେମାନେ ଇନଷ୍ଟଲ କରିକି ଏଥିରେ ଏନରୋଲ କରିପାରିବ। ସେମିତି ଆମର ଯୋଉ ପିଓ ବେଚ୍ ମଧ୍ୟ ପିଲାମାନେ ଏଟା ମଧ୍ୟ ଆମର ଷ୍ଟାର୍ଟ ହେଇଯାଇଛି। ତମେମାନେ ଯଦି ଏଟାରେ ବି ଏନରୋଲ କରିବା ପାଇଁ ଚାହୁଁଛ ତମେମାନେ ଏନରୋଲ କରିପାରିବ। ପ୍ରଥମେ ଆସିକି ତମେମାନେ ଆଗେ ଡେମୋ ଭିଡିଓ ଦେଖ। ଯଦି ତୁମକୁ ଡେମୋ ଭିଡିଓ ପସନ୍ଦ ଲାଗୁଛି ତାହେଲେ ତମେମାନେ କ୍ଲାସକୁ ଏନରୋଲ କରିପାରିବ। ତ ଚାଲ ଆମେ ଏଥର ଏହାକୁ ଷ୍ଟାର୍ଟ କରିବା। ତାମାନେ ଦେଖ ଏଇ ଯୋଉ ଆପଏଣ୍ଟମେଣ୍ଟ ଗୁଡ଼ିକ ରହିଛି ଏଇଠୁ ତମର ଗୋଟେ କ୍ୱେଶ୍ଚନ 100% ଆସିବ। ଗୋଟେରୁ ଦୁଇଟା କ୍ୱେଶ୍ଚନ ନିଶ୍ଚୟ ପାଇବ। ପ୍ରଥମ କ୍ୱେଶ୍ଚନ ହେଲା ମତେ କୁହ ନା ଦେଖିବା ତମେ ଛୁଆମାନେ ଏଇ ଯୋଉ ବର୍ତ୍ତମାନ ସମୟରେ ଇଗ୍ନୁ ତମେ ଜାଣିଥିବ ଯୋଉଟା କି ତମର ହଉଛି ଯେମିତି ଆମ ଓଡିଶା ଓପନ ୟୁନିଭର୍ସିଟି OSOU ରହିଛି ସେମିତି ଇଗ୍ନୁ ଗୋଟେ ରହିଛି। ସେଠି ପ୍ରଥମ ଓମେନ ଭାଇସ୍ ଚାନ୍ସେଲର ପିଲାମାନେ କିଏ? ଇଗ୍ନୁର ଫୁଲ୍ ଫର୍ମ କଣ? ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ପିଲାମାନେ ତମେ ଜାଣିଥିବ। ତାଙ୍କର ପ୍ରଥମ ଯୋଉ ଭାଇସ୍ ଚାନ୍ସେଲର ପିଲାମାନେ ଅଛନ୍ତି ସିଏ ଛୁଆ କିଏ? ସିଏ ହଉଛନ୍ତି ତୁମର ପ୍ରଫେସର ଉମା କାଞ୍ଜିଲାଲ। ମନେ ରହିବ ସମସ୍ତଙ୍କର। ଯଦି ମନେ ନ ରହୁଛି ଟିକେ ତୁମେ ଗୋଟେ କାଗଜରେ ଲେଖି ରଖ। ହୁ ହେଜ୍ ବିନ୍ ଆପଏଣ୍ଟେଡ୍ IRDAI ଯାହାକୁ ପିଲାମାନେ ଆମେ କହୁଛେ ଇନ୍ସୁରାନ୍ସ ରେଗୁଲେଟରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ ଇଣ୍ଡିଆ ଯାହା ହଉଛି IRDAI। ଆର ନୂଆ ଚେୟାରମ୍ୟାନ ଭାବେ କାହାକୁ ନିଯୁକ୍ତି ମିଳିଛି? ଛୁଆମାନେ ଏଟା ଦେଖ ଯଦି କ୍ୱେଶ୍ଚନ ଆସିଲା ଯେ IRDAI ଏଟା ହେଲା ତୁମର ଅଜୟ ସେଠ ହେଲା। ଅଜୟ ସେଠ କୁ ବର୍ତ୍ତମାନ ସମୟରେ ପିଲାମାନେ IRDAI ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ମିଳିଛି। ଯଦି ତୁମକୁ ବୁଝିବା ପାଇଁ ପିଲାମାନେ କିଛି ବି ଅସୁବିଧା ରହୁଛି ତମେମାନେ ନିଶ୍ଚୟ ରୂପରେ କହିବ ଯେ ତୁମକୁ କଣ ଅସୁବିଧା ରହୁଛି। ଏବଂ ଯଦି ତୁମକୁ ଭିଡିଓ ଭଲ ଲାଗିବ ନିଶ୍ଚୟ ରୂପରେ ଗୋଟେ ଛୋଟ ଥ୍ୟାଙ୍କ ୟୁ କମେଣ୍ଟ ସେକ୍ସନରେ ଲେଖିଦବ। ଛୁଆମାନେ ମତେ କୁହନା ଦେଖିଆ ଏଇ ଯୋଉ ଗୋଟେ ନୂଆ ଅଛି ତମର ହଉଛି PFRDA ଯାହାର ଆର କାମ କଣ? ତମେ ଜାଣିଛ ଯୋଉ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ମାନଙ୍କୁ ଯୋଉ ଛୁଆମାନେ ପେନସନ ମିଳେ ଇଏ ସେଇ ପେନସନ ଫଣ୍ଡ ରେଗୁଲେଟରୀ ତାକୁ ରେଗୁଲେଟ କରିବା ତାକୁ ଡେଭଲପମେଣ୍ଟ କରିବା ସେଇଟା ହଉଛି ଏଇ PFRDA ର ମୁଖ୍ୟ କାମ। ମତେ କୁହନା ଦେଖିଆ ତାର ନୂଆ ଚେୟାରମ୍ୟାନ ଭାବେ କାହାକୁ ନିଯୁକ୍ତି ମିଳିଛି? ପିଲାମାନେ ସିଏ ହେଲେ ତୁମର ଶିବ ସୁବ୍ରମଣ୍ୟମ ରମଣଙ୍କୁ ପିଲାମାନେ ଏଠି ନିଯୁକ୍ତି ମିଳିଛି ହେଲା। ଆଶା କରିବି ସମସ୍ତେ ଟିକେ ସର୍ଟ ନୋଟ କରିଦଉଥିବ। ଏଇ ଯୋଉ ରବି ଅଗ୍ରୱାଲ ପିଲାମାନେ ଯିଏ କି ତମର ହଉଛନ୍ତି CBDT ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ ହେଲା। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ ତାର ଚେୟାରମ୍ୟାନ ଭାବେ ରବି ଅଗ୍ରୱାଲଙ୍କର ତାଙ୍କର ବୟସ ମାନେ ତାଙ୍କର କଣ କଣ ଅଛି ତାଙ୍କର ଯୋଉ କାର୍ଯ୍ୟକାଳଟାକୁ ଏକ୍ସଟେଣ୍ଡ କରିଦିଆ ହେଇଛି। କେତେ ପର୍ଯ୍ୟନ୍ତ ନା 2026 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ଏକ୍ସଟେଣ୍ଡ କରିଦିଆ ହେଇଛି। ମନେ ରହିବ। ହଉ ରୋ ରୋ ତୁମେ ପିଲାମାନେ ଜାଣିଥିବ ସମସ୍ତେ ହେଲା ଯୋଉଟା କି ଇଣ୍ଡିଆର ହଉଛି ତାର ନିଜର ଇଣ୍ଟରନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ପିଲାମାନେ ରୋ। ଏଇ ରୋ ର ନୂଆ ଏନାଲିସିସ୍ ୱିଙ୍ଗ ଯୋଉ ତୁମର ରହିଛି ଯୋଉଟା କି ଆମେ ରୋ ର ଆମେ କହୁଛେ ରିସର୍ଚ୍ଚ ଏଣ୍ଡ ଏନାଲିସିସ୍ ୱିଙ୍ଗ ରୋ ତୁମେ ସମସ୍ତେ ଜାଣିଥିବ ପିଲାମାନେ ଆମର ଏଟା ଗୋଟେ ଇଣ୍ଟେଲିଜେନ୍ସ ଏଜେନ୍ସି। ତାର ଚିଫ ରୋ ର ଜଣେ ଚିଫ ଥାନ୍ତି ପିଲାମାନେ ମୁଖ୍ୟ ବୋଲି ଆମେ ଯାହାକୁ କହୁଛୁ ସିଏ ହେଲେ ତୁମର କିଏ ପିଲାମାନେ ପରାଗ ଜୈନ ହେଲା। ରୋ ର ମୁଖ୍ୟ କିଏ ଛୁଆ ମାନେ? ପରାଗ ଜୈନ। ମନେ ରହୁଛି ରୋ ରେ ପରାଗ। ପ୍ରଥମ ଓମେନ ଫାଇଟର ପାଇଲଟ ଇଣ୍ଡିଆନ ନେଭିର ପ୍ରଥମ ଓମେନ ଫାଇଟର ପାଇଲଟ ଭାବେ କାହାକୁ ନିଯୁକ୍ତି ମିଳିଛି? ପିଲାମାନେ ସିଏ ହଉଛନ୍ତି ତମର ସବ ଲେଫ୍ଟନାଣ୍ଟ ତାଙ୍କ ନାଁ ହେଲା ଆସ୍ଥା ପୁନିଆ। ତାଙ୍କ ଉପରେ ଆସ୍ଥା ଥିଲା ବୋଲିକି ପିଲାମାନେ ତାଙ୍କୁ ଇଣ୍ଡିଆନ ନେଭିର ଧରାଯାଉ ମୋର ତୁମ ଉପରେ ଆସ୍ଥା ନାହିଁ ମୁଁ ତୁମକୁ ଗୋଟେ 1,00,000 ଟଙ୍କା ଦେବି ମୁଁ କହିବି ଯାଉ ଛୁଆ ମାନେ ତୁମେ ମାର୍କେଟ ଯାଅ ମୋର ଯଦି ତୁମ ଉପରେ ଆସ୍ଥା ନଥିବ ମୁଁ ତୁମକୁ ଦେବି ନା। ସେମିତି ଛୁଆ ମାନେ ଆଙ୍କର ଆସ୍ଥା ଅଛି ସେଥିପାଇଁ ତାଙ୍କ ନାଁ ହେଲା ଆସ୍ଥା ପୁନିଆ ଯାହାକୁ କି 2025 ମସିହାରେ ଇଣ୍ଡିଆନ ଯୋଉ ତୁମର ରହିଛି ପାଇଲଟ ବା ଇଣ୍ଡିଆନ ନେଭିର ପ୍ରଥମ ଫାଇଟର ପାଇଲଟ ଭାବେ ତାଙ୍କୁ ନିଯୁକ୍ତି ମିଳୁଛି। Who has been anonymously re-elected the chief of
ଖୋ ଛୋଟବେଳେ ତୁମେ ସବୁ ଛୁଆ ଖେଳିଥିବ ସ୍କୁଲ ବେଳେ ଆମେ ଖେଳେ। ଏ ଯୋଉ ଖୋ ଫେଡେରେସନ ଅଫ ଇଣ୍ଡିଆ ରହିଛି ତାର ନୂଆ ପ୍ରେସିଡେଣ୍ଟ ଭାବେ କାହାକୁ ଆଉ ଥରେ ଇଲେକ୍ସନ ମିଳିଛି। ଆଉ ଥରେ ତାଙ୍କୁ ଚାକିରି ମିଳିଛି। ସିଏ ହେଲେ ତୁମର ପିଲାମାନେ ସୁଧାଂଶୁ ମିତ୍ତଲ। ସୁଧାଂଶୁ ମିତ୍ତଲ ହଉଛନ୍ତି ତୁମର ଖ ର ହଉଛନ୍ତି ତୁମର ସୁଧାଂଶୁ ମିତ୍ତଲ ହେଲା। ଖ ଖ ମନେ ରହିବ। ଚାଲ ପ୍ରଥମ ଓମେନ୍ ଯିଏକି ଆରପିଏଫ ର ଦେଖ ଆରପିଏଫ ଫାଷ୍ଟ ଓମେନ୍ ଟୁ ଲେଡ୍ ଦ ଆରପିଏଫ ରେଲୱେ ପ୍ରୋଟେକ୍ସନ ଫୋର୍ସ ବା ତାଙ୍କର ଆପଏଣ୍ଟମେଣ୍ଟ ଲିଡ୍ ମାନେ କଣ ପିଲାମାନେ ନା ତାର ଡିଜି ଡାଇରେକ୍ଟର ଜେନେରାଲ ଅଫ ଆରପିଏଫ ପିଲାମାନେ ସିଏ କିଏ ସିଏ ହେଲେ ଆମର ସୋନାଲି ମିଶ୍ର ହେଲା। ବହୁତ ଇଜି ରହିଛି ଛୁଆ ମାନେ ଜମା କମ୍ପ୍ଲିକେଟେଡ କରିବନି। ଆରପିଏଫ ଏଟା ଇଜି ଆରପିଏଫ ଏଟା ହେଲା ତୁମର ସୋନାଲି ହେଲା। ସୋନାଲି ମିଶ୍ର ସିଏ ହେଉଛନ୍ତି ତୁମର ଆରପିଏଫ ର ନୂଆ ଡିଜି। ହୁ ହେଜ୍ ବିନ୍ ଆପଏଣ୍ଟେଡ୍ ଦ ନ୍ୟୁ ପ୍ରେସିଡେଣ୍ଟ ଅଫ ନ୍ୟାସନାଲ ତମର ଅଛି ପିଲାମାନେ ମେଡିକାଲ କମିଶନ ବା ଯାହାକୁ ଆମେ କହୁଛେ ଏନଏମସି ନୂଆ ଭାବେ କାହାକୁ ମିଳିଛି ପିଲାମାନେ ସିଏ ହେଉଛନ୍ତି ତୁମର ଡକ୍ଟର ଅଭିଜାତ ସେଠ 2025 ମସିହାରେ ପିଲାମାନେ ତାଙ୍କୁ ଏଠି ନୂଆ ଇଲେକ୍ସନ ବା ତାଙ୍କୁ ନୂଆ ଭାବେ ଏଠି ଇଲେକ୍ଟ କରାଯାଇଛି। ନ୍ୟୁ ପ୍ରେସିଡେଣ୍ଟ ଅଫ ନ୍ୟାସନାଲ ମେଡିକାଲ କମିଶନ ଏନଏମସି ହେଲା। ମନେ ରହିବ। ଚାଲ ତାପରକୁ ଯିବା। ଏଇ ଯୋଉ ପିଲାମାନେ ତମେ ଦେଖ ଇଣ୍ଟରନାଲ କ୍ରିକେଟ କାଉନସିଲ ବା ଯାହାକୁ ଆମେ କହୁଛେ ଆଇସିସି ଆଇସିସି ର ଯଦି ତୁମକୁ ସିଓ ପିଲାମାନେ ଆସିଲା ଯେ ଆଇସିସି ର ସିଓ କିଏ ତମେ ଜାଣିଥିବ କି ନାହିଁ। ବର୍ତ୍ତମାନ ସମୟରେ ଆମର ଯୋଉ ବିସିସିଆଇ ଅଛି ସେଠି ଯୋଉ ସିଲେକ୍ସନ କମିଟି ଅଛି ପିଲାମାନେ ସେଠି ଜଣେ ନୂଆ ଓଡିଆଙ୍କୁ ସ୍ଥାନ ମିଳିଛି। ଯିଏ ହେଲେ ତୁମର ପିଲାମାନେ କିଏ ରେ ବାବା ନା ସାର୍ ପ୍ରଜ୍ଞାନ ଓଝା। ଏଇ ଯୋଉ ବିସିସିଆଇ ଗଲା ତୁମର ଯୋଉ ରହିଛି ଆଇସିସି ର ତାର ଯୋଉ ସିଓ ରହିଛନ୍ତି ପିଲାମାନେ ତୁମେ ବହୁତ ଜଣ ଭାବୁଥିବ ସାର୍ ଏଟା ଜୈସା ହବ। ଜୈସା ନୁହେଁ ପିଲାମାନେ ଏଟା ତୁମର ହେଲେ ସଂଯୋଗ ଗୁପ୍ତା ହେଲା। ସଂଯୋଗ ଗୁପ୍ତା ତୁମର ଆଇସିସି ର ନୂଆ ଚିଫ ଏକ୍ଜିକ୍ୟୁଟିଭ ଅଫିସର। ଏଇଟା ପିଲାମାନେ ତୁମେ ଶୁଣିଥିବ ରିସେଣ୍ଟଲି ନ୍ୟୁଜରେ ଆସିଥିଲା ଯେ ଜଣେ ଓକିଲ ସିଏ କଣ କରିଥିଲା ଯୋଉ ସିଜିଆଇ ସେ ଗୋଟେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେଣୁ ତାଙ୍କୁ ପିଲାମାନେ କଣ କରାଯାଇଥିଲା ନା ତାଙ୍କୁ ଚପଲ ଫିଙ୍ଗିଥିଲେ। ଶୁଣିଥିବ ପିଲାମାନେ ସମସ୍ତେ ଶୁଣିଥିବ ତାଙ୍କ ନାଁ କଣ ଥିଲା ରେ ବାବା ଜଷ୍ଟିସ ବି ଆର ଗାଭାଇ। ଏବଂ ଯାହାଙ୍କ ପିଲାମାନେ ଲାଷ୍ଟ ଡେଟ୍ କେବେ ଅଛି ତାଙ୍କର ଇଏର 23 ନଭେମ୍ବର 2025 ରେ ସିଏ ତୁମର ପିଲାମାନେ କଣ କରିବେ ଏବେ ବେଳେ ବେଳେ ଆସେ ଇଏ କେତେତମ ସିଜିଆଇ ପିଲାମାନେ ଇଏ ହେଲେ ତୁମର 52ତମ ସିଜିଆଇ ହେଲା। ହଁ ଜଷ୍ଟିସ ବି ଆର ଗାଭାଇ। ତାପରକୁ ଯିବା। ମତେ ଛୁଆ ମାନେ କୁହ ନା ଇସ୍ରୋର ଯୋଉ ନୂଆ ଚେୟାରମ୍ୟାନ ଭାବେ କାହାକୁ ମିଳିଛି ଏଟା ସମସ୍ତେ ଜାଣିଥିବ ସବୁ ପିଲା ଜାଣିଥିବ ଡକ୍ଟର ଭି ନାରାୟଣ ତାଙ୍କୁ ଏଠି ଇସ୍ରୋର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ମିଳିଛି। ପ୍ରଥମ ଓମେନ୍ ଏଡିସି ଟୁ ଦ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ। ଏଡିସି ପିଲାମାନେ ତୁମେ ଜାଣିଥିବ ଯୋଉ ତୁମର କଣ କହିଥିଲି ମୁଁ ମାନେ ତୁମର ପ୍ରେସିଡେଣ୍ଟଙ୍କ ପଛରେ ସେ ସବୁବେଳେ ଠିଆ ହେଇଥାନ୍ତି। ତୁମେ ଦେଖିବ ଏକ ପିନ୍ଧିକି ସେ ସବୁବେଳେ ଠିଆ ହେଇଥାନ୍ତି ପ୍ରେସିଡେଣ୍ଟଙ୍କ ପଛରେ। ସିଏ ହେଲେ ତୁମର ଛୁଆ କିଏ ତୁମେ କହିବ ସାର୍ ସୋନାଲି ମିଶ୍ର ନାଚ ସୋନାଲି ମିଶ୍ର ମୁଁ ତୁମକୁ ପୂର୍ବରୁ କହିଥିଲି ସିଏ ହେଲେ ତୁମର ୟଶସ୍ୱୀ ସୋଲାଙ୍କି ହେଲା। ଦେଖିବ ସିଏ ସବୁବେଳେ ତାଙ୍କ ପଛରେ ଏମିତି ଟୋପି ପିନ୍ଧିକି ଠିଆ ହେଇଥାନ୍ତି ୟଶସ୍ୱୀ ସୋଲାଙ୍କି ବୁଝିହେଲା। ହଉ ତାପରକୁ ଯିବା। ମତେ ଛୁଆ କୁହ ନା ସିଆରପିଏଫ ର ନୂଆ ଡାଇରେକ୍ଟର ଜେନେରାଲ ବା ତୁମର ନୂଆ ଡିଜି ଭାବେ କାହାକୁ ନିଯୁକ୍ତି ମିଳିଛି। ଦେଖ ତମର ପିଲାମାନେ ଯଦି ଆସିଲା ଆରପିଏଫ ସେଟା ତୁମକୁ ମୁଁ କହିଲି ସୋନାଲି ମିଶ୍ର। ଯଦି ତୁମକୁ ଆସିଲା ସିଆରପିଏଫ ତାହେଲେ ପିଲାମାନେ ସେଟା କିଏ ହବ ସିଏ ହେବେ ତୁମର ଜ୍ଞାନେନ୍ଦ୍ର ପ୍ରତାପ ସିଂହ। ଜ୍ଞାନେନ୍ଦ୍ର ପ୍ରତାପ ସିଂହକୁ ସିଆରପିଏଫ ର ନୂଆ ଡିଜି ଭାବେ ନିଯୁକ୍ତି ମିଳିଛି। ସେବି ସେବି ଯୋଉ ତୁମର ପିଲାମାନେ ରହିଛି ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଯୋଉ ତୁମର ସେବି ରହିଛି ତାର ନୂଆ ଚେୟାରପର୍ସନ ଭାବେ ପିଲାମାନେ କାହାକୁ ମିଳିଛି। ସେବି ପିଲାମାନେ କିଏ ମୁଁ କହିବି ତୁ ହିଁ ସେବା କର ମୁଁ ଆମେ କୁହେନି ଏଇ ତୁ ହିଁ ସେବା କର ତତେ ହିଁ ସେବା କରତେ ପଡିବ ତୁ ସେବା କରତେ ବାଧ୍ୟ ତୁହିନ କାନ୍ତ ପାଣ୍ଡେ ହେଲା। ସେବିର ହଉଛନ୍ତି ତୁହିନ କାନ୍ତ ପାଣ୍ଡେ। ପିଲାମାନେ ଏଠୁ ଗୋଟେ କ୍ୱେଶ୍ଚନ 100% ଆସିବ ଛୁଆ ମାନେ 100% ହେଲା। ନିହାତି ଗୋଟେ କ୍ୱେଶ୍ଚନ ତୁମେ ପାଇବ। ତୁମର ଚିଫ ଇଲେକ୍ସନ କମିଶନର ଯାହାକୁ ନେଇକି ପିଲାମାନେ କଣ କରିଥିଲା ରେ ବାବା ଯୋଉ ଆମର ରାହୁଲ ଗାନ୍ଧୀ ତାଙ୍କ କ୍ୱେଶ୍ଚନ କରିଥିଲେ ରିସେଣ୍ଟଲି ତୁମେ ଦେଖିବ ନ୍ୟୁଜରେ ଆସିଥିଲା ଜ୍ଞାନେଶ କୁମାର ହେଲା। ତାକୁ ଆସିଥିଲା ଯିଏ ହଉଛନ୍ତି ତୁମର 26 ଇଏ ହେଲେ ତୁମର 26 ସିଇସି ଚିଫ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ହେଲା। ଚାଲ who has been appointed new principal secretary to the prime minister। ପିଲାମାନେ ତମେ ଜାଣିଥିବ ପ୍ରାଇମ ମିନିଷ୍ଟରଙ୍କର ତାଙ୍କର ଆମର ଓଡିଆ ଲୋକ ଦୁଇ ଜଣ ଅଛନ୍ତି। ଜଣେ ହେଲେ ତୁମର ପ୍ରମୋଦ କୁମାର ମିଶ୍ର ଏବଂ ଆଉ ଜଣେ ହେଲେ ତୁମର ଶକ୍ତିକାନ୍ତ ଦାସ। ଏଟା ତୁମର ପିଲାମାନେ କି ହବ ସିଏ ହବ ତୁମର ଜଣେ ହବ ତୁମର ପିକେ ମିଶ୍ର ଯିଏ କି ହଉଛନ୍ତି ପ୍ରଥମ ପ୍ରଥମ ଫାଷ୍ଟ ହେଲା ପିକେ ମିଶ୍ର। ଯଦି ଟୁ ଆସିଲା ଛୁଆ ମାନେ ସିଏ ହେଲେ ତୁମର ଶକ୍ତିକାନ୍ତ ଦାସ ଏବଂ ଇଏ ବି ଜଣେ ଓଡିଆ
ଏବଂ ଇଏ ବି ହେଲେ ଜଣେ ଓଡ଼ିଆ। 2 ଜଣ ଯାକ ଜଣେ ଜଣେ ଓଡ଼ିଆ। ଇଏ ତୁମର ପୂର୍ବରୁ ତୁମେ ଜାଣିଥିବ ଛୁଆମାନେ ଆରବିଆଇ ର ଗଭର୍ଣ୍ଣର ଭାବେ ବି କାମ କରିଥିଲେ। ହେଲା? ଚାଲ। ରିସେଣ୍ଟଲି ପିଲାମାନେ ଏଇ ଯୋଉ ଆରବିଆଇ ର ନୂଆ ଗଭର୍ଣ୍ଣର ପିଲାମାନେ କିଏ? ତୁମେ ଜାଣିଛ ପୂର୍ବରୁ ତୁମର ଶକ୍ତିକାନ୍ତ ଦାସ ବି ଥିଲେ। ତୁମର ଉର୍ଜିତ ପଟେଲ ମଧ୍ୟ ତୁମର ଥିଲେ ପିଲାମାନେ। ଏଟା ତୁମେ ଜାଣିଥିବ ସମସ୍ତେ ଉର୍ଜିତ ପଟେଲ ବି ଥିଲେ। ଇଏ ତା ପୂର୍ବରୁ ଥିଲେ। ତା ପୂର୍ବରୁ ରଘୁରାମଜୀ ରାଜନ ଥିଲେ ଯେତେବେଳେ 1000 500 1000 ଟଙ୍କିଆ ନୋଟ ଚାଲିଥିଲା। ଏବେ ତୁମର ଅଛନ୍ତି କିଏ ନା ସଞ୍ଜୟ ମଲ୍ହୋତ୍ରା। ସଞ୍ଜୟ ମଲ୍ହୋତ୍ରାକୁ ତୁମର ନୂଆ ମିଳିଛି ଯିଏକି 26 ଆରବିଆଇ ର 26 ଗଭର୍ଣ୍ଣର ଭାବେ ତାଙ୍କୁ ମିଳିଛି। ହେଲା? କେବେଠୁ ସିଏ ଅଛନ୍ତି? ନା ତୁମର 11 ଡିସେମ୍ବର 2024 ପାଖରୁ। ତାଙ୍କ ପୂର୍ବରୁ କିଏ ଥିଲେ? ନା ତୁମର ଶକ୍ତିକାନ୍ତ ଦାସ ଥିଲେ। ଯିଏକି ବର୍ତ୍ତମାନ ପ୍ରାଇମ ମିନିଷ୍ଟରଙ୍କର ତୁମର ପ୍ରିନ୍ସିପାଲ ସେକ୍ରେଟାରୀ 2 ଅଛନ୍ତି। ମନେ ରହୁଛି? ଚାଲ। ହ୍ୱିଚ୍ ଆଇଏଫଏସ୍ ଅଫିସର ପିଲାମାନେ ଯିଏକି ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦିଙ୍କ ପର୍ସନାଲ ସେକ୍ରେଟାରୀ ଭାବେ ବର୍ତ୍ତମାନ ଅଛନ୍ତି। ତାଙ୍କ ନାଁ ହେଲା ପିଲାମାନେ ନିଧି ତିୱାରୀ। ଏଇଟା ଟିକେ ମନେ ରଖିବ। ଏଗୁଡା ଏକ୍ସାମ ରେ ତୁମର ବହୁତ ଟାଇମ ଆସେ। ବହୁତ ଥର ଆସେ। ହୁ ଇଜ୍ ଦ କରେଣ୍ଟ ଚେୟାରମ୍ୟାନ ଏଣ୍ଡ ଚିଫ ଏକ୍ଜିକ୍ୟୁଟିଭ ଅଫିସର ଅଫ ରେଲୱେ ବୋର୍ଡ। ତମର ତୁମ ପିଲା ଜାଣିଛ ଗୋଟେ ଆରଆରବି ଅଛି ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ। ସେମିତି ଯୋଉ ରେଲୱେ ବୋର୍ଡ ଅଛି ରେଲୱେ ବୋର୍ଡ ର ସିଓ ଭାବେ କାହାକୁ ପିଲାମାନେ ମିଳିଛି? ସିଏ ହେଲେ ତମର ସତୀଶ କୁମାର। ଏବଂ ଇ ସତୀଶ କୁମାର ହେଲେ ପ୍ରଥମ ଦଳିତ ଦଳିତ ମାନେ ତୁମେ ବୁଝିପାରୁଛ ପିଲାମାନେ ଦଳିତ ଚେୟାରପର୍ସନ। ତାଙ୍କ ନାଁ ହେଲା ସତୀଶ କୁମାର। ସତୀଶ ପ୍ରଥମ ଦଳିତ ଚେୟାରପର୍ସନ। ହୁ ହେଜ୍ ବିନ୍ ଆପଏଣ୍ଟେଡ୍ ଦ ନ୍ୟୁ ଚେୟାରପର୍ସନ ଅଫ ୟୁପିଏସସି। ୟୁପିଏସସି ପିଲାମାନେ ତାର ନୂଆ ଚେୟାରପର୍ସନ କିଏ? ଏଇଠି ଗୋଟେ ଛୁଆ ମନେ ରଖିବ ୟୁପିଏସସି ଗୋଟେ ପୂର୍ବରୁ ମାନେ ଗୋଟେ ଗଭର୍ଣ୍ଣମେଣ୍ଟ ତରଫରୁ ଆସିଥିଲା ଯେ ଯୋଉମାନେ ତମର ଯୋଉ ତମର ଆଇପିଏସ୍ ଏକ୍ସାମ ବା ତମର ସିଭିଲ ସର୍ଭିସ ଏକ୍ସାମ ର ଯୋଉମାନେ ସେକେଣ୍ଡ ରାଉଣ୍ଡ ବା ଯୋଉମାନେ ତମର କାଟି ଦଉଛନ୍ତି ଇଣ୍ଟରଭ୍ୟୁ ରୁ କଟି ଯାଉଛନ୍ତି ସେମାନଙ୍କୁ ପ୍ରାଇଭେଟ ସେକ୍ଟରରେ କିମ୍ବା ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଗୋଟେ ରିଜର୍ଭେସନ ମିଳିବ। ଏଟା ତମର ୟୁପିଏସସି ପିଲାମାନେ ପୂର୍ବରୁ ଏଟା ଗୋଟେ ଡିକ୍ଲେୟାର କରିଥିଲା। ଏଟା ବି ଗୋଟେ ସିଲେକ୍ଟେଡ କ୍ୱେଶ୍ଚନ ମନେ ରଖିବ। ହେଲେ ଅଜୟ କୁମାର ଅଜୟ ହେଲା ସବୁବେଳେ ଯିଏ ଜୟ କରିବ ୟୁପିଏସସି କୁ ଦଉଛୁ ମାନେ ପିଲାମାନେ ସେ ତ ଅଜୟ ନିଶ୍ଚୟ ହବ ନହେଲେ ସେ ତ ଜୟ କରିପାରିବନି। ହଁ କି ନା? ଚାଲ ମତେ ଛୁଆ ମାନେ କୁହ ନା ନାଲସା ନାଲସା କହିବ ସାର୍ ନାଲି ଚାହା କଣ କହି ଦଉଛନ୍ତି ନା ସାର୍ ନାଲସା। ନାଲସା ଯୋଉ ତୁମର ପିଲାମାନେ ଅଛନ୍ତି ନାଲସାର ଫୁଲ୍ ଫର୍ମ ତୁମର କଣ ଟିକେ ମନେ ରଖିବ ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି। ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି ତାକୁ ଆମେ ନାଲସା କହୁଛେ। ଏଇ ଯୋଉ ନାଲସାର ପିଲାମାନେ ତାର କିଏ ଅଛନ୍ତି ନ୍ୟୁ କାହାକୁ ପିଲାମାନେ ମିଳିଛନ୍ତି? ଆଗ ପୂର୍ବରୁ ପିଲାମାନେ କିଏ ଥିଲେ ଜାଣିଛ ନା ଜଷ୍ଟିସ ବିଆର ଗାଭାଇ ଥିଲେ। ହେଲା? ଜଷ୍ଟିସ ବିଆଇ ଗାଭାର ଥିଲେ ଯିଏକି ବର୍ତ୍ତମାନ ତୁମର ସିଜିଆଇ ଅଛନ୍ତି। ଏବଂ এটা ତୁମର ହଉଛନ୍ତି ବିଆର ଗାଭାଇଙ୍କ ପରେ ତାପରେ ତୁମର ଆସୁଛନ୍ତି କିଏ ନା ସୂର୍ଯ୍ୟକାନ୍ତ ଜଷ୍ଟିସ ସୂର୍ଯ୍ୟକାନ୍ତ ସୂର୍ଯ୍ୟଙ୍କ ଭଳିଆ ପ୍ରଖର ଯାହାର ଅଛି ସିଏ ହେଲେ ତୁମର ଜଷ୍ଟିସ ସୂର୍ଯ୍ୟକାନ୍ତ। ନ୍ୟୁ କମ୍ପ୍ଟ୍ରୋନାଲ ଏଣ୍ଡ ଅଡିଟର ଜେନେରାଲ ଅଫ ସିଏଜି ତୁମର ପିଲାମାନେ ଯୋଉ ଥିଲେ ଗିରିଶ ଚନ୍ଦ୍ର ମୁର୍ମୁ ପିଲାମାନେ ଥିଲେ ଏଟା ତୁମେ ଜାଣିଥିବ ଆମର ମୟୂରଭଞ୍ଜ ମାଟିର ପିଲା। ତାଙ୍କ ଭାଇ ବର୍ତ୍ତମାନ ଯୋଉ ତୁମର ଡେପୁଟି ଗଭର୍ଣ୍ଣର ଅଛନ୍ତି ଯାହାଙ୍କ ନାଁ ହେଲା ଶିରିଷ ଚନ୍ଦ୍ର ମୁର୍ମୁ ଯିଏକି ତୁମର ଆରବିଆଇ ରେ ବର୍ତ୍ତମାନ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି। ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରେ ସିଏଜି ଭାବେ କାହାକୁ ମିଳିଛି? ସେ ହେଲେ ତୁମର ପିଲାମାନେ କେ ସଞ୍ଜୟ ମୂର୍ତ୍ତି। କେ ସଞ୍ଜୟ ମୂର୍ତ୍ତିଙ୍କୁ ତୁମର ମିଳିଛି ଯିଏକି ତୁମର 1989 ବ୍ୟାଚ୍ ର ଜଣେ ଆଇଏଏସ୍ ଅଫିସର। ହେଲା? ହଁ। who has been appointed the director general of ICAR। তুমি ପିଲାମାନେ ଜାଣିଛ ନା ବେଳେ ବେଳେ ତୁମର ଜବ୍ ଆସେ ୟଙ୍ଗ ପ୍ରଫେସନାଲ 1 ୟଙ୍ଗ ପ୍ରଫେସନାଲ 2 ଏଇଭଳିଆ ଆସେ ତୁମର ଫିଲ୍ଡ ଆସିଷ୍ଟାଣ୍ଟ ଆସେ ଆଇସିଆର ତରଫରୁ ମୁଁ ତୁମମାନଙ୍କ ପାଇଁ ଭିଡିଓ ଆଣେ। ସେ ଯୋଉ ଆଇସିଏଆର ର ତାର ନୂଆ ଡିଜି ଭାବେ କାହାକୁ ମିଳିଛି? କାହାକୁ ମିଳିଛି? ପିଲାମାନେ ଦେଖ ଏଇଟା ତୁମର ଗୋଟେ ସିଓର ସଟ୍ ମୁଁ କ୍ୱେଶ୍ଚନ କହିବି କାହିଁକି ନା ପ୍ରାୟ ଟାଇମ ରେ ତୁମର ଏଗ୍ରିକଲଚର ରିଲେଟେଡ କିଛି କ୍ୱେଶ୍ଚନ ଆସେ। ହଁ କି ନା? ଏଟା ତୁମର ହେଲେ ପିଲାମାନେ କିଏ? डॉक्टर मांगी लाल जाट। डॉक्टर मंगी लाल जाट हैला आईसीआर तुमर हैला एग्रीकल्चर हैला डॉक्टर मंगीलाल जट। चलो हु हैज बीन अपॉइंटेड पिला माने मते टिके कुह इकोनॉमिक एडवाइजर काउंसिल ऑफ देखो जो प्राइम मिनिस्टर पिला माने रहिसंती तांकर बहुत सारा तांकर पर्सनल एडवाइजर सी तांकर इकोनॉमिकल तांकर फाइनेंशियल एडवाइजर सेमिति नुहे जे पीएम तांको मने मने डिसीजन नै जिवे। देखो त माने पीएम थारु धरा जाऊ मु तम मानकर गोटे पाठ पिला माने पढिछि मु इकोनॉमिकल पढिछि किंतु पीएम तो पढि नांती तेनु तांको पीएम कोन करंती किछि डिसीजन नबा पूर्वरु से टिके एमान पाखरु ए जो तांकर एडवाइजरी काउंसिल जो माने अछन जेमति तुमर मु कहली ଆମ ପିକେ ମିଶ୍ର କଥା କହିଦିଅ ଶକ୍ତିକାନ୍ତ ଦାସ କଥା କହିଦିଅ ଏମାନେ ସବୁ ତାଙ୍କର ଯୋଉ ଅଛନ୍ତି ସେଙ୍କ ପାଖରୁ ପିଲାମାନେ ଇଏ ଟିକେ ଆଡଭାଇଜର ନିଅନ୍ତି। ଏଟା ପିଲାମାନେ କିଏ ଅଛନ୍ତି କୁହ? ଯେ ହେଲା ସିଏ ମହେନ୍ଦ୍ର ଦେବ ହେଲା ଶ୍ରୀ ମହେନ୍ଦ୍ର ଦେବ ପିଲାମାନେ ଅଛନ୍ତି ଯିଏ କି ତମର ଇଏସି ଅଫ ପିଏମ ବୁଝିହେଲା ଇଏସି ଏସ୍ ମହେନ୍ଦ୍ର ଦେବ ଜଷ୍ଟିସ ଅଫ ମଧ୍ୟପ୍ରଦେଶ ହାଇକୋର୍ଟ। ପିଲାମାନେ ଦେଖ ଏଇ ଯୋଉ ତମର ପ୍ରାୟ ଅଲଗା ଷ୍ଟେଟ ର ଯୋଉ ହାଇକୋର୍ଟ ମେ ବି ଏଟା ଏକ୍ସାମ ରେ ନ ପକେଇ ପାରେ ପିଲାମାନେ କିନ୍ତୁ ତଥାପି ତୁମେ ମନେ ରଖ ଏଟା ହେଲା ତମର ସଞ୍ଜୀବ ସଚଦେବ ହେଲା ସଞ୍ଜୀବ ସଚଦେବ ତୁମର ଅଛନ୍ତି ତାର ହାଇକୋର୍ଟ।
ହୁ ବିକମ୍ ଦ ନ୍ୟୁ ଗଭର୍ଣ୍ଣର। ଗୋଆର ପିଲାମାନେ ଜଣେ ନ୍ୟୁ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛନ୍ତି। ସେ ପିଲାମାନେ କିଏ ରେ ବାବା? ସେ ହେଲେ ତୁମର ପଶୁପତି ଅଶୋକ ଗଜପତି ରାଜୁ। ହେଲା, ଏଇ ଯୋଉ ନିଯୁକ୍ତିରୁ ପିଲାମାନେ ଆସିଲା, ତୁମେ ଜାଣିଛ ବର୍ତ୍ତମାନ ସମୟରେ ବିହାରରେ କଣ ଚାଲିଛି ନା ନୂଆ ନିର୍ବାଚନ ଚାଲିଛି। ମାନେ ଚାଲିନି, ଷ୍ଟାର୍ଟ ତୁମର ଯୋଉ ରହିଛି ବିହାର ନିର୍ବାଚନ, ଯୋଉଠି ତମର ବର୍ତ୍ତମାନ ସମୟରେ ବହୁତ ସାରା ପାର୍ଟି ସେଠି ବିଜେପି ମଧ୍ୟ ରହୁଛି। ବର୍ତ୍ତମାନ ସମୟରେ ସେଠି ହେଭି ୱେଟ୍ ଚାଲିଛି। କିନ୍ତୁ ଯେହେତୁ ତମର ପିଲାମାନେ କ୍ୱେଶ୍ଚନ ଆଗରୁ ତିଆରି ହେଇସାରିଛି, ତେଣୁ ମେ ବି ତୁମର ବିହାର ନିର୍ବାଚନ ଉପରେ କ୍ୱେଶ୍ଚନ ଆସିବ ନାହିଁ। ଚାଲ ତାପର କ୍ୱେଶ୍ଚନ କୁ ଯିବା। ଲୋକପାଳ, ଏ ବାପ ରେ ବାପ, ଏଟା ତ ବହୁତ ଗୋଟେ ମାନେ କଣ କଣ ଛୁଆ ବହୁତ ବଡ କ୍ୱେଶ୍ଚନ। ଲୋକପାଳ ହେଲା, ଲୋକପାଳ ନ୍ୟୁ ଲୋକପାଳ ଅଫ ଇଣ୍ଡିଆ ପିଲାମାନେ କାହାକୁ ମିଳିଛି? ରଞ୍ଜନ ଗାଗୋଇ ନା ତୁମର ଏଏମ ତୁମର କାହାକୁ ମିଳିଛି ପିଲାମାନେ? ଏଟା ଦେଖ ଛୁଆ ମାନେ, ଯୋଉ ତମର ରହିଛି ଆମେ କଣ କରେ ପିଲାମାନେ, ଲୋକଙ୍କୁ ଯିଏ ପାଳେ, ଲୋକଙ୍କୁ ଯିଏ ପାଳେ ହେଲା। ତୁମେ ପିଲାମାନେ ଦେଖ, ଆମ ମା ବାପା ସିଏ ଆମକୁ ପାଳୁଛନ୍ତି। ତୁମେ ଦେଖିବ ସକାଳୁ ଉଠିକି ମା କହିବେ ଛୁଆମାନେ ସକାଳୁ ତୁମକୁ ଉଠତେ ପଡିବ, ଏଏମ ରେ ତୁମକୁ ମୁଁ ଆଲାର୍ମ ଦେଇ ଦଉଛି 6 AM ରେ ତୁମେ ଉଠ। ମୁଁ ତୁମକୁ ଏମିତି ଗୋଟେ କହୁଛି ହେଲା। ତ ଏଟା ତମର କଣ ହବ? ଜଷ୍ଟିସ ଏଏମ ଖାନ ୱିଲକର, ତାଙ୍କ ନାଁଟା ଦେଖ, ଜଷ୍ଟିସ ଏଏମ ଖାନ ୱିଲକର ହେଲା। ଏମ ରେ ତୁମେ ସକାଳୁ ଉଠିବ, ୱିଲ ତୁମର ଇଚ୍ଛା ଶକ୍ତି ହବା ଦରକାର, କଣ କରିବା ପାଇଁ ନା କାମ କରିବା ପାଇଁ। ତାହେଲେ ଯାଇକି ତୁମେ ଲୋକପାଳ ହବ। ମାନେ କଣ? ଲୋକଙ୍କ ଭିତରେ ସର୍ବଶ୍ରେଷ୍ଠ ଯଦି ତୁମେ ଲୋକଙ୍କ ଭିତରେ ସର୍ବଶ୍ରେଷ୍ଠ ହବା ପାଇଁ ଚାହୁଁଛ, ତୁମକୁ ଏମ ରେ ଉଠିବା ପାଇଁ ପଡିବ। ତାପରେ ଖାଦ୍ୟ ଖାଇକି ତୁମକୁ କାମ କରିବା ପାଇଁ ପଡିବ ହେଲା। ଜଷ୍ଟିସ ଏଏମ ୱିଲକର, ଏଟା ହବ କରେକ୍ଟ ଆନ୍ସର। ମତେ ଛୁଆମାନେ କୁହନା, ନ୍ୟୁ ଚେୟାରପର୍ସନ ଅଫ ଏନସିଡବ୍ଲ୍ୟୁ ନ୍ୟାସନାଲ କମିଶନ ଅଫ ଇଣ୍ଡିଆର ପିଲାମାନେ କିଏ? ଏବଂ ସେ ନେକ୍ସଟ 3 ବର୍ଷ ପାଇଁ ତାଙ୍କୁ ଏଠି ନିଯୁକ୍ତି ମିଳିଛି। ତାଙ୍କ ନାଁ ପିଲାମାନେ କଣ ହବ? ଯିଏ ସବୁବେଳେ ବିଜୟ କରୁଥିବ। କିଏ ରେ ବାବା? ବିଜୟା ରାହାତକର। ଯିଏ ଝିଅ ମାନଙ୍କୁ ରାହତ ଦବ, ବିଜୟା ରାହତକର। ମତେ କୁହନା ପିଲାମାନେ, 16ତମ ଫାଇନାନ୍ସ ମିନିଷ୍ଟ୍ରି ଅଫ ଫାଇନାନ୍ସ ର ଜଣେ କମିଶନ ଭାବେ କାହାକୁ ନିଯୁକ୍ତି ମିଳିଛି? କାହାକୁ ପିଲାମାନେ ମିଳିଛି ରେ ବାବା? ସିଏ ହେଲେ ତମର କିଏ ହବ ନା ଡକ୍ଟର ଅରବିନ୍ଦ ପାଣଗରିଆ, ପାନାଗରିଆ ହେଲା। ଡକ୍ଟର ଅରବିନ୍ଦ ପାନାଗରିଆକୁ ତୁମର ମିଳିଛି ଫାଇନାନ୍ସ ମିନିଷ୍ଟ୍ରି ତରଫରୁ 16ତମ ଫାଇନାନ୍ସ କମିଶନ ଅଫ ଇଣ୍ଡିଆ ମିଳିଛି। ଯୋଉ ତୁମେ ଜାଣିଛ ପିଲାମାନେ, ଗୋଟେ ହ୍ୟୁମାନ ରାଇଟ୍ସ ଅଛି। ହ୍ୟୁମାନ ରାଇଟ୍ସ କଣ? ଯୋଉଟା କି ମାନବ ଅଧିକାର। ଦେଖିବ ଯଦି କେହି ଛୋଟ ଛୁଆକୁ କେହି ପିଟି ଦେଲା, ବା ତମର ଛୋଟ ଛୁଆକୁ କୁହାଯିବନି, ଏ ଯୋଉ ଜେଲ ଭିତରେ ଦେଖ ନା ପିଟନ୍ତି, ତାପରେ ଦେଖିବ ମାନବ ଅଧିକାର କର୍ମୀ ମାନେ ଆସିକି ତାକୁ କରିବେ ହେଲା। ହ୍ୟୁମାନ ରାଇଟ୍ସ ଯୋଉଟା କି ସମସ୍ତଙ୍କ ଉପରେ, ତାକୁ ସମସ୍ତେ ଡରନ୍ତି, ଏମିତି କି ପୁଲିସ ପୁଲିସ ସବୁ ଡରନ୍ତି। ଏଇ ଯୋଉ ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ ର ଚେୟାରପର୍ସନ ଭାବେ ପିଲାମାନେ ଜଣକୁ ନିଯୁକ୍ତି ମିଳିଛି। ସେ ତୁମର କିଏ ନା ଜଷ୍ଟିସ ଭି ରାମ ସୁବ୍ରମଣ୍ୟମ। କାରଣ ସେ ଭଗବାନ ରାମଙ୍କ ଯେମିତି, ଭଗବାନ ରାମ ଯେମିତି କଣ କରୁଥିଲେ, ସେ ସମସ୍ତଙ୍କୁ ଜଷ୍ଟିସ ଦଉଥିଲେ। ତାଙ୍କ ଆଖରେ ସବୁ ମଣିଷ ସମାନ ଥିଲେ। ସେଥିପାଇଁ ଜଷ୍ଟିସ ରାମ ସୁବ୍ରମଣ୍ୟମ ପିଲାମାନେ, ଏଟା ତୁମର ଏନଏଚଆରସି ର ନୂଆ ହେଇଛି। ବୁଝିହେଲା? ଏନଏଚଆରସି ପିଲାମାନେ 1993 ରେ ଯୋଉ ତୁମର ହ୍ୟୁମାନ ରାଇଟ୍ସ କୁ ପ୍ରୋଟେକ୍ଟ କରିବା ପାଇଁ 1993 ରେ ଏଟା ତୁମର ଏଷ୍ଟାବ୍ଲିଶ ହେଇଥିଲା। ଆକୁ ଟିକେ ସମସ୍ତେ ମନେ ରଖିବ ହେଲା। ରାମ ସୁବ୍ରମଣ୍ୟମ ଭଗବାନ ରାମଙ୍କ ଭଳିଆ। ମତେ ଛୁଆ ମାନେ କୁହନା, ଦ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଯୋଉଟା କି ଆମେ ସିବିଆଇ କହୁଛେ, ତାର ଯୋଉ ଡାଇରେକ୍ଟର ଥିଲେ, ତାଙ୍କର କାର୍ଯ୍ୟକାଳକୁ 1 ବର୍ଷ ପାଇଁ ଏକ୍ସଟେଣ୍ଡ କରି ଦିଆଯାଇଛି। ତାଙ୍କର ନାମ ପିଲାମାନେ ହେଲା କଣ? ସେ ଜଣେ 1998 ର ଜଣେ ଆଇଏଏସ୍ ଅଫିସର ଥିଲେ, ଯାହାଙ୍କ ନାଁ ହେଲା ଛୁଆ କଣ? ପ୍ରବୀଣ ସୁଦ ହେଲା। ପ୍ରବୀଣ ସୁଦ ତାଙ୍କ ନାମ। ବୁଝିହେଲା? ସିବିଆଇ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ର ହୁ ଇଜ ଦ ପ୍ରେସିଡେଣ୍ଟ ଅଫ ଦ କନଫେଡେରେସନ। ଆ ଭିତରୁ ପିଲାମାନେ କିଏ ପ୍ରେସିଡେଣ୍ଟ ଅଫ ଦ କାହାର? ଦେଖ ନା ତମର ହଉଛି କନଫେଡେରେସନ ଅଫ ଇଣ୍ଡିଆ। ଆର ପ୍ରେସିଡେଣ୍ଟ ପିଲାମାନେ କିଏ? ଏଟା ତମର ବେଳେ ବେଳେ ଆସେ, ବା ଯାହାକୁ ଆମେ ସିଆଇଆଇ ବୋଲି କହୁଛେ। ଆର ଯଦି ଏଟା ତମର ବହୁତ ଟାଇମ ଛୁଆ ମାନେ ଏକ୍ସାମ ରେ ଆସେ, ମାନେ ତମେ ଚିନ୍ତା କରିପାରିବନି। এটা তোমার ଯୋଉ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କଥାରେ ପ୍ରାୟ ଏଟା ତମର ଆସିଥାଏ। ସେ ହେଲେ ତମର ପିଲାମାନେ କିଏ ନା ରାଜୀବ ମେମାନି ହେଲା। ମନେ ରହିବ ତମର ରାଜୀବ ମେମାନିଙ୍କୁ ଏଠି ନିଯୁକ୍ତି ମିଳିଛି। ମତେ କୁହ, କେତେ ବର୍ଷ ପର୍ଯ୍ୟନ୍ତ ଚିଫ ଇକୋନୋମିକ ଆଡଭାଇଜର, ଯାହାଙ୍କ ନାଁ ହେଲା ଭି ଅନନ୍ଥ ନାଗେଶ୍ୱରନ, ତାଙ୍କର ଯୋଉ ରହିଛି କେତେ ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ବଢେଇ ଦିଆଯାଇଛି ହେଲା। ଏଇ ଯୋଉ ତୁମର ଭି ଅନନ୍ତ ନାଗେଶ୍ୱରନ, ତାଙ୍କର ଯୋଉ କାର୍ଯ୍ୟକାଳ ପିଲାମାନେ ରହିଛନ୍ତି, ଯିଏ କି ହଉଛନ୍ତି ଜଣେ ଚିଫ ଇକୋନୋମିକାଲ ଆଡଭାଇଜର, ଗଭର୍ଣ୍ଣମେଣ୍ଟକୁ ସେ ଇକୋନୋମି କେମିତି କଣ ଡେଭଲପ ହବ ତାକୁ ସେ ଆଡଭାଇଜର କରିବେ 1 ବର୍ଷ ପିଲାମାନେ। ମାନେ 2025 ରୁ 2027 ପର୍ଯ୍ୟନ୍ତ, 2027 ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ମଧ୍ୟ ବଢେଇ ଦିଆଯାଇଛି। ମନେ ରହିବ? ହଁ। ତାପରେ ଦେଖିବା 23 लो କମିଶନ ଅଫ ଇଣ୍ଡିଆ ଭାବେ କାହାକୁ ପିଲାମାନେ ଏଟା ତୁମର ବଢେଇ ଦିଆଯାଇଛି। ସିଏ ହେଲେ ତୁମର କିଏ ନା ଜଷ୍ଟିସ ଦିନେଶ ମାହେଶ୍ଵରୀ।
ଅପସନ୍ ବି ହବ ଏହାର କରେକ୍ଟ ଆନ୍ସର। ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ତାଙ୍କର କାର୍ଯ୍ୟକାଳକୁ ବଢେଇ ଦିଆଯାଇଛି। ହଉ ମତେ ଛୁଆମାନେ କୁହ ନା ଯୋଉ ତୁମର ସଶସ୍ତ୍ର ସୀମା ବଳ ବା ଯାହାକୁ ଆମେ କହୁଛେ ଏସଏସବି ତାଙ୍କର ଯୋଉ ନୂଆ ଡିଜି ଭାବେ କାହାକୁ ନିଯୁକ୍ତି ମିଳିଛି? ସଶସ୍ତ୍ର ସୀମା ବଳ। ବହୁତ ବଢିଆ। ଏଟା ତମର ହେଲା ସଞ୍ଜୟ ସିଂ। ସଞ୍ଜୟ ସିଂଙ୍କୁ ପିଲାମାନେ ସଶସ୍ତ୍ର ସୀମା ବଳ ବା ଯାହାକୁ ଆମେ କହୁଛେ ଏସଏସବି ତାର ନୂଆ ଯୋଉ ରହିଛନ୍ତି ଡାଇରେକ୍ଟର ଜେନେରାଲ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ମନେ ରହିବ ନାଁଟା ସଞ୍ଜୟ ସିଂ। ହଉ ତାପରକୁ ଯିବା। ହୁ ହେଜ୍ ବିନ୍ ଆପଏଣ୍ଟେଡ୍ ଦ ନ୍ୟୁ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଯୋଉଟା ତୁମର ହଉଛନ୍ତି ପିଲାମାନେ ଏନଏସଏ ଯୋଉଟା କୁହନ୍ତି ଏନଏସଏ ଅଜିତ ଡୋଭାଲ ଯୋଉ ତୁମର ଅଛନ୍ତି ହେଲା ଯୋଉ ହେଡ ଏନଏସଏ ର କିଏ କାହାକୁ ମିଳିଛି ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଅଫ ଇଣ୍ଡିଆ ରେସ୍ପନ୍ସିବୁଲ ଫର ଦ ଇଣ୍ଟରନାଲ ଆଫେୟାର୍ସ ଟୁ ଦ 2025 ଏଟା ପିଲାମାନେ ମିଳିଛି ଆନିଶ ଦୟାଲ ସିଂ କୁ ମିଳିଛି। ଆନିଶ ଦୟାଲ ସିଂ ନୋଟ କରୁଛ ଛୁଆ ମାନେ ସବୁ ପିଲା ଟିକେ ନୋଟ କରୁଥିବ। 15ତମ ଭାଇସ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପିଲାମାନେ କିଏ ଅଛନ୍ତି ରେ ବାବା? କିଏ ଅଛନ୍ତି? ରିସେଣ୍ଟଲି କରିଛନ୍ତି। ସିଏ ହେଲେ ତୁମର କିଏ? ସିପି ରାଧାକ୍ରିଷ୍ଣନ ଯିଏ କି ଏନଡିଏ ଯୋଉ ତୁମର ରହିଛି ଏନଡିଏ ର ସିଏ ହଉଛନ୍ତି ଜଣେ ନମିନି। ବୁଝିହେଲା? ଏବଂ ସିଏ ତୁମର ଆଗରୁ ମହାରାଷ୍ଟ୍ର ଗଭର୍ଣ୍ଣର ଅଫ ମହାରାଷ୍ଟ୍ର ପିଲାମାନେ ଥିଲେ। ସେମିତି ପିଲାମାନେ ଯୋଉ ତୁମର ଇଣ୍ଡିଆ ମେଞ୍ଚ ରହିଛି ଇଣ୍ଡିଆ ମେଞ୍ଚ ଯୋଉଟା ତୁମର ହଉଛି କାହାର ବାବା? କଂଗ୍ରେସର। ସିଏ ଜଣକୁ ନମିନି କରିଥିଲା। ସିଏ ତୁମର ହେଲେ କିଏ ନା ବି ସୁଦର୍ଶନ ରେଡ୍ଡି। ବି ସୁଦର୍ଶନ ରେଡ୍ଡିଙ୍କୁ ସିଏ କରିଥିଲା। କିନ୍ତୁ ପରବର୍ତ୍ତୀ ସିଏ ତୁମର ଜଣେ ସୁପ୍ରିମକୋର୍ଟର ରିଟାୟାର୍ଡ ଜଜ୍ ଥିଲେ। ହେଲା ଜଣେ ରିଟାୟାର୍ଡ ଜଜ୍ ଅଫ ସୁପ୍ରିମକୋର୍ଟ ଥିଲେ। କିନ୍ତୁ ସିଏ ତୁମର ପିଲାମାନେ ହାରି ଯାଇଥିଲେ ଏବଂ ତୁମର ଇଏ ହେଇଥିଲେ। କେବେ ହେଇଥିଲା ଏଟା? ସେପ୍ଟେମ୍ବର 9 ତାରିଖ। ସେପ୍ଟେମ୍ବର 9 ତାରିଖ ଦିନ ତମର ପିଲାମାନେ ହେଇଥିଲା। ଏଟା ତମର ଆସିପାରେ କ୍ୱେଶ୍ଚନଟା ତାକୁ ଟିକେ ମନେ ରଖିବ। ବିସିସିଆଇ ର ପିଲାମାନେ ଆକ୍ଟିଂ ପ୍ରେସିଡେଣ୍ଟ ହେଲା ତୁମର ଯେତେବେଳେ ରଜର ବିନିଙ୍କର ଯେତେବେଳେ ହେଲା ସେତେବେଳେ ତୁମର ଜଣେ ଏଫଟିଆଇ ବିସିସିଆଇ ର ଜଣେ ପ୍ରେସିଡେଣ୍ଟ ଭାବେ କାହାକୁ ପିଲାମାନେ ମିଳିଛି? ବର୍ତ୍ତମାନ ଇଏ ତୁମର ଅଛନ୍ତି ପ୍ରେସିଡେଣ୍ଟ ନାହାନ୍ତି ଆଉ ହେଲା ଭାଇସ ପ୍ରେସିଡେଣ୍ଟ ହେଇଯାଇଛନ୍ତି। କିଏ ରେ ବାବା? ସିଏ ହେଲେ ତୁମର ହେଲେ ରାଜୀବ ଶୁକ୍ଲା। ଏଇ ନାଁଟା ଟିକେ ମନେ ରଖିଥିବ। ସିଏ ହେଲେ ତୁମର ରାଜୀବ ଶୁକ୍ଲା ହେଲା ରାଜୀବ ଶୁକ୍ଲା। who has been appointed the vice president and chief risk officer of BRICS led new development bank ଯାହାକୁ ଆମେ କହୁଛେ ଏନଡିବି 5 ବର୍ଷ ପାଇଁ କାହାକୁ ପିଲାମାନେ ମିଳିଛି? କାହାକୁ ଏଟା ମିଳିଛି? ଦେଖ ଶକ୍ତିକାନ୍ତ ଦାସ ତ ପିଲାମାନେ ନୁହେଁ। ଇଏ ତ ତୁମର ବର୍ତ୍ତମାନ ମୁଁ ତୁମକୁ କଣ କହିଲି ଆମର ପ୍ରାଇମ ମିନିଷ୍ଟରଙ୍କର ତାଙ୍କ ସେକ୍ରେଟାରୀ ଅଛନ୍ତି ଉର୍ଜିତ ପଟେଲ। ଇଏ ତ ପୂର୍ବରୁ ଆରବିଆଇ ର ଗଭର୍ଣ୍ଣର ଥିଲେ। ରଘୁରାମ ରାଜନ ଇଏ ବି ପୂର୍ବରୁ ଥିଲେ। ତେଣୁ ଏନଡିବି ର ବର୍ତ୍ତମାନ ତୁମର ଅଛନ୍ତି ରାଜୀବ ରଞ୍ଜନ ହେଲା ରାଜୀବ ରଞ୍ଜନ ତୁମର ଏଇ ନାଁଟା ଟିକେ ମନେ ରଖିଥିବ। ସବୁ ପିଲା ମନେ ରଖିଥିବ ରାଜୀବ ରଞ୍ଜନ। ହଉ ତାପରେ ଛୁଆ ମାନେ ମତେ ଟିକେ କୁହ ମୁଁ ତୁମକୁ ଗୋଟେ ହୋମୱାର୍କ କ୍ୱେଶ୍ଚନ ଦଉଛି ତମେ ମାନେ କମେଣ୍ଟ ସେକ୍ସନ ରେ ଟିକେ ଏଇ କ୍ୱେଶ୍ଚନ ଟାକୁ ନିଶ୍ଚୟ ରୂପରେ ଲେଖିବ। ଯେତିକି ବି ପିଲା ଅଛ ଆକୁ ଟିକେ ଲେଖିବ। ମତେ ଛୁଆ ମାନେ କୁହ ନା who has been appointed the executive director of the internal monetary fund ବା ଯାହାକୁ ଆମେ କହୁଛେ ଆଇଏମଏଫ ଆର ଯୋଉ ରହିଛନ୍ତି କାହାକୁ ନିଯୁକ୍ତି ମିଳିଛି? ହେଲା ସମସ୍ତେ ପିଲା ଟିକେ ତୁମର ପିଲାମାନେ ରହିଛି ଦେଖ ତୁମକୁ ମୁଁ କହୁଛି ସବୁ ପିଲା ଟିକେ ଆର ଆନ୍ସର ଟା ତମେ ମାନେ ଲେଖିବ। ରଘୁରାମ ରାଜନ ଉର୍ଜିତ ପଟେଲ ଶକ୍ତିକାନ୍ତ ଦାସ ନା ତମର କିଏ? ସବୁ ପିଲାଙ୍କୁ ମୁଁ ରିକ୍ୱେଷ୍ଟ କରିବି କମେଣ୍ଟ ସେକ୍ସନ ରେ ଟିକେ ଆର ଆନ୍ସର ଟା ଲେଖିବ। ତ କ୍ଲାସ ଟା ପିଲାମାନେ ତୁମକୁ କେମିତି ଲାଗିଲା ନିଶ୍ଚୟ ରୂପରେ କମେଣ୍ଟ ସେକ୍ସନ ରେ ତୁମର ଭ୍ୟାଲୁଏବଲ ମନ୍ତବ୍ୟ ଦବ। ତୁମକୁ ଭଲ ଲାଗିଲା ନା ଆଉ ଆମେ ନେକ୍ସଟ କ୍ଲାସ ଆମେ କୋଉ କୋଉ ଟପିକ ରେ ଆଣିବା ଏସବୁ ଜିନିଷକୁ ଟିକେ ପିଲାମାନେ ତମେ ମାନେ ଦେଖିବ। ଏବଂ ଯେମିତି ମୁଁ ତୁମକୁ କହିଲି ଆମର ହାଇସ୍କୁଲ ନନ୍ ଟିଚିଂ ଷ୍ଟାଫ ଏବଂ ପିଓ ପାଇଁ ବେଚ ଷ୍ଟାର୍ଟ ହେଇଯାଇଛି। ଯୋଉମାନଙ୍କର ବି ଦରକାର ସେମାନେ ଆସିକି ଏଠୁ ନେଇପାରିବେ। ତ ରହିଲି ନମସ୍କାର। ଜୟ ଜଗନ୍ନାଥ।